ତ ହାଲୋ ସାଙ୍ଗମାନେ, ଆଶା କରୁଛି ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ। ତ ସାଙ୍ଗମାନେ ବହୁତ ଲେଟ୍ ହେଲାଣି କିଛି ଭିଡ଼ିଓ ଆସିପାରୁନାହିଁ। ଯେହେତୁ ଡ୍ୟୁଟି ରହୁଛି ତ ସେଥିପାଇଁ ଭିଡ଼ିଓ କିଛି ଆସିପାରୁନି। ତ ଆଜି ଆମେ ସାଲେରୀ ବିଷୟରେ ଆମର କଥା ହେବା, ଯାହା ବି ଆମର 11 ଟଙ୍କା ଯାହା ବି ବଢ଼େଇଥିଲେ। ତ ସେ ବିଷୟରେ କଥା ହେବା, କ'ଣ ଏରିଆରେ କ'ଣ ଆସିଲା ନା ନାହିଁ ସେ ବିଷୟରେ। ଯାହା ବି ନ୍ୟୁଜ୍ଟି ଥିଲା ଆମର ଜାନୁଆରୀରୁ ଲାଗୁ ହେବ। ତ ସେଇଟା ବିଷୟରେ ଦେଖିନେବା, କମ୍ ହଉ କି ମାନେ ଅଧିକ ହଉ ଦରମା ଯାହା ହେଲେ ତ ସମସ୍ତଙ୍କୁ ଜଣାଇବା ଦରକାର କେତେ କ'ଣ ଆସୁଛି କ'ଣ ନାହିଁ। ତ ସମସ୍ତଙ୍କର ଡାଉଟ୍ ରହୁଛି, ତ ଦେଖିନେବା ଭିଡ଼ିଓରେ। ଚାଲନ୍ତୁ ପ୍ରଥମେ ନ୍ୟୁଜ୍ଟି ଦେଖିବା କ'ଣ ଥିଲା, ତାପରେ ମୁଁ ମୋର ସ୍କ୍ରିନଶଟ୍ ଦେଖେଇବି କ'ଣ ଏରିଆରେ କ'ଣ ଆସିଛି। ଯାହା ବି ବଳକା ଆମର ଜାନୁଆରୀରୁ ଲାଗୁ ହେଲା ତ ତାହା କେତେ ଟଙ୍କା କ'ଣ ଆସିଛି ତ ସେଇଟା ଦେଖିବା। ଚାଲନ୍ତୁ ଆଗକୁ ଦେଖିବା ସେ ନ୍ୟୁଜ୍ଟି, ତାପରେ ସ୍କ୍ରିନଶଟ୍ଟି ଦେଖିବା। ତ ଦେଖିପାରୁଥିବେ ସାଙ୍ଗମାନେ, ଯାହା ବି ଆମର ନ୍ୟୁଜ୍ଟି ସମାଜ ତରଫରୁ ଆସିଥିଲା, 650 ଟଙ୍କାକୁ ବଢ଼ିଲା ଗୃହରକ୍ଷୀଙ୍କ ଦୈନିକ ଭତ୍ତା। ତ ଦେଖିପାରୁଥିବେ, ନ୍ୟୁଜ୍ଟି ପଢ଼ିଲେ ହିଁ ଆପଣ ଜାଣିପାରିବେ ଯାହା ବି ଆମର ଏରିଆର ବିଷୟରେ କୁହାଯାଇଥିଲା। ତ ଦେଖିପାରୁଥିବେ, ରାଜ୍ୟର ଗୃହରକ୍ଷୀଙ୍କ ଦୈନିକ ଭତ୍ତାରେ ଆଉ 11 ଟଙ୍କା ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର, ଯାହା ବି 11 ଟଙ୍କା ବୃଦ୍ଧି କରିଥିଲେ। ସମ୍ପ୍ରତି ଗୃହରକ୍ଷୀଙ୍କ ଦୈନିକ ଭତ୍ତା 639 ଟଙ୍କା ଥିବାବେଳେ ଏହାକୁ 650 ଟଙ୍କାକୁ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତ 639ରୁ 650 ଟଙ୍କା ଯେଉଁ ବଢ଼େଇଥିଲା 11 ଟଙ୍କା ବଢ଼େଇକି, ଏହି ବର୍ଦ୍ଧିତ ଭତ୍ତା 2026 ଜାନୁଆରୀ 1ରୁ ମାନେ ଜାନୁଆରୀ 1 ତାରିଖରୁ ପିଛିଲା ଭାବେ ଲାଗୁ ହେବ। ତ ଏହାର ହିଁ ମେନ୍ ଅର୍ଥ ଦେଖିପାରୁଥିବେ ସାଙ୍ଗମାନେ, ଯାହା ବି ଆମର ଜାନୁଆରୀ 1 ତାରିଖରେ କୁହାଯାଇଥିଲା, 1 ତାରିଖରୁ ହିଁ ଆମର ଯାହା ବି 11 ଟଙ୍କା ଲେଖାଏଁ ବଢ଼ାଯାଇଛି, ତ ସେଇଟା 1 ତାରିଖରୁ ମିଶିକି ଆସିବ। ତ ଯାହା ବି ଆମର ହୋମଗାର୍ଡ଼ ଭାଇମାନେ ପୁରୁଣା ଅଛନ୍ତି, ତ ପୁରୁଣା ଆଉ ନୂଆ ଭିତରେ ଟିକେ ସାଲେରୀ ଅଲଗା ରହିବ ଏରିଆଟା। ଯାହା ବି ଆମର ଏରିଆଟା ଦେଖନ୍ତୁ, ଆମର ଯେହେତୁ ଜଏନିଂ ହେଇଥିଲା ଆମର ମାନେ ଜାନୁଆରୀ ମାସର 25 ତାରିଖରେ ଆମର ଜଏନିଂ ହେଇଥିଲା। ତ ସେ ଅନୁସାରେ ଆମର ଜାନୁଆରୀରୁ ଯେହେତୁ ଆମର ଲାଗୁ ହେଇଛି ଏଇଟା, ତ ଆମର ଜାନୁଆରୀ 25 ତାରିଖରୁ ଆମେ ଯାହା ବି ବର୍ତ୍ତମାନ ଏବେ ଜୁନ୍ ମାସ ଚାଲିଛି, ତ ଜୁନ୍ ମାସର ସାଲେରୀ ଯାହା ମିଶିକି 11 ଟଙ୍କା ମିଳିବ। ମାନେ ଜୁନ୍ ମାସର ସେ ଜୁଲାଇ ମାସରେ ମିଳିବ। ଆଉ ଯେଉଁ ବାକି ମେ ମାସରୁ ଆଉ ଆମର ଯେଉଁ ଜଏନିଂ ହେଇଥିଲା ଜାନୁଆରୀ 25, ତ ସେତିକି ଭିତରେ ଟୋଟାଲ୍ ଭାଇ ଆମର ଥିଲା 127 ଦିନ। ତ 127 ଦିନ ଇଣ୍ଟୁ 11 ଟଙ୍କା, ଯାହା ବି ଆମର ଯେଉଁମାନେ ବି ଜଏନିଂ ହେଇଥିଲେ, ଯେଉଁମାନେ ଫେବୃଆରୀରେ ଜଏନ୍ ହୁଅ, ମାର୍ଚ୍ଚରେ ଜଏନ୍ ହୁଅ, ତ ମାର୍ଚ୍ଚ ଠାରୁ ଆପଣଙ୍କର ମେ ପର୍ଯ୍ୟନ୍ତ ଯାହା ବି ଆପଣଙ୍କର ଏରିଆଟା ମିଳିବ, ଯାହା ବି ଲାଗୁ ହେଇଛି। ତ ପୁରୁଣା ପିଲାମାନଙ୍କର 1 ତାରିଖରୁ ମିଶିକି ମେ ଲାଷ୍ଟ ପର୍ଯ୍ୟନ୍ତ ଯେତିକି ବି ହେବ, ସେତିକି ଦିନ ଇଣ୍ଟୁ 11 ଯାହା ବି ଆମକୁ ମିଳିବ। ତ ଯେହେତୁ ଆମର ଜାନୁଆରୀ 25 ତାରିଖରେ ଆମର ଜଏନିଂ ହେଇଥିଲା, ତ ଟୋଟାଲ୍ ଆମର ମେ ଲାଷ୍ଟକୁ ଗଣତି କଲେ ଆମର 127 ଦିନ ହେଉଛି। ତ ଆମକୁ 127 ଦିନର ଏରିଆଟି ମିଳିଛି। ତ ସେଇ ମେସେଜଟି ମୁଁ ଆପଣଙ୍କୁ ବର୍ତ୍ତମାନ ଦେଖେଇବି, ସ୍କ୍ରିନଶଟ୍ଟି। ତ ଚାଲନ୍ତୁ ସେଇ ସ୍କ୍ରିନଶଟ୍ଟି ଦେଖିବା କ'ଣ ରହିଛି, ମାନେ କେତେ କ'ଣ ଏରିଆରେ ଆସିଛି, ଆଗକୁ ସାଲେରୀ କେତେ ଆସିବ। ତ ଦେଖିପାରୁଥିବେ ସାଙ୍ଗମାନେ, ସେଇ ଆମର ସ୍କ୍ରିନଶଟ୍ଟି ରହିଲା। ତ ସ୍କ୍ରିନଶଟ୍ ଟିକେ କ୍ଲିୟର୍ ନଥାଇପାରେ, ଯେହେତୁ ମୁଁ ଏଇଟା ମୋର ପର୍ସନାଲ୍, ଯେହେତୁ ଏଇଟାକୁ କ୍ରପ୍ କରିକି ଯାହା ବି ମୁଁ ଆପଣଙ୍କୁ ସ୍କ୍ରିନଶଟ୍ଟି ଦେଖେଇଛି। ତ ଦେଖିପାରୁଥିବେ, ଯାହା ବି ଆମର 1397 ଟଙ୍କା ମିଳିଛି। ତ 127 ଦିନ ଇଣ୍ଟୁ 11 କଲେ ଯାହା ବି ଆମର ଅଛି, 127 ଦିନର ଆମର ଏରିଆଟି ମିଳିଛି। ଯାହା ବି ମାନେ ଆମର ଜାନୁଆରୀରୁ ଯଦି ଲାଗୁ ହେଲା, ଜାନୁଆରୀରୁ ଆମେ ଯେତେ ଦିନ ବି ଏବେ ତ ଜୁନ୍ ମାସର ଆମର ଯାହା ବି ମିଳିଯିବ ଆମର ଜୁଲାଇ ମାସରେ, ସାଲେରୀ ଯାହା ବଢ଼ିଛି ସେ ଲାଗୁ ହେଇକି ଜୁଲାଇରେ ମିଳିବ। ତ ଯାହା ବି ମେ ମାସରୁ ଆମର ଜାନୁଆରୀ 25 ଭିତରେ ଆମର ଜଏନିଂ ହେଇଥିଲା, ତ ସେତିକି ଡେଟ୍ ଭିତରର ଦେଖିପାରୁଥିବେ ଏରିଆଟି ଆମକୁ କାଲି ହିଁ ଆସିଛି। ଦେଖିପାରୁଥିବେ, କାଲି ହିଁ ଡ୍ୟୁଟିରେ ଥିଲାବେଳେ ଆମେ ଦେଖିଲୁ ଆମର ଏଇ ଏରିଆଟି ଆସିଅଛି 22 ତାରିଖରେ। ତ ଏତିକି ଥିଲା ଭାଇ, ମାନେ ଯାହା ବି ଯେଉଁମାନଙ୍କର ଡାଉଟ୍ ଥିଲା କି ସାଲେରୀ କ'ଣ 11 ଟଙ୍କା ବଢ଼ିଲା, କେମିତି କ'ଣ ସାଲେରୀ ଆସିବ, ତ ଏବେ ଦେଖିପାରୁଥିବେ ଯାହା ବି ଆମର ଏରିଆଟି ତ ଆସିଗଲା। ଆଉ ଯାହା ଆମର ସାଲେରୀ ସହିତ ମିଶିକି ଯାହା ଆସିବ ଆଗକୁ, ତ ସେଇଟା ହିଁ ଦେଖିବା ବାକି ରହିଲା, କେତେ ଆସୁଛି କେତେ କ'ଣ। ଯାହା ବି ଏବେ ତ ଥିଲା 639, ଏବେ 11 ଟଙ୍କା ବଢ଼ିଲା। ତ ସେଇ 11 ଟଙ୍କା ମିଶେଇକି ଆମର ଟୋଟାଲ୍ 650 ଇଣ୍ଟୁ ଯାହା ବି ଯେତିକି ଦିନ ହେବ ମାସର, ଯଦି ମାସଟା 30 ହୁଏ ତ 650 ଇଣ୍ଟୁ 30, ଯଦି ମାସଟା 31 ମାସ ହୁଏ, 31 ଦିନ ହୁଏ, ତ ସେଇ ଅନୁସାରେ ଆମର ସାଲେରୀ ମିଳିବ ଯାହା ବି ରହିଲା। ତ ବର୍ତ୍ତମାନ ଯାହା ବି ଆମର ଏରିଆଟି ଆସିଗଲା ଦେଖିପାରୁଥିବେ। ତ
ଏତିକି ଥିଲା। ଯଦି ବି ଭାଇ ଭିଡ଼ିଓଟି ଭଲ ଲାଗେ, କିଛି ବି ଯଦି ଇନଫର୍ମେସନ୍ ମିଳିଥାଏ, ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏମିତି ଯୋଡ଼ି ହେଇକି ଚ୍ୟାନେଲରେ ରହିଥାନ୍ତୁ। ବହୁତ ସପୋର୍ଟ କରୁଛନ୍ତି। ତ ଧନ୍ୟବାଦ ସମସ୍ତଙ୍କୁ। ରହୁଛି ଭାଇ, ଧନ୍ୟବାଦ। ଜୟ ଜଗନ୍ନାଥ।